ରଖିବ। ଗ୍ରୁପ ଆଜ୍ଞା ଗ୍ରୁପ ଟିକେ ଦୃଷ୍ଟି ରଖିବ। ଆଜ୍ଞା। ହୁତାସନ ଉପରେ ସୁବର୍ଣ୍ଣ ସିଂହାସନ, ସେଥିରେ ନିଜ ଗୁରୁଙ୍କୁ ପୂଜା କରିବ। ଆଜ୍ଞା ଏଇ ସବୁ କର୍ମ ନିଃଶ୍ୱାସ ବନ୍ଦ କରି କରିବ। ସେ ମତେ ଏଇ ଲେଖା ଟିକି ଦେଇଥିଲେ। ଆଉ ମାନେ ମୁଁ ଯୋଉ ଭାଗବତ ପଢେ ମୋ ମନରେ ସନ୍ଦେହ ଆସେ, ଭାଗବତରେ ବି ଅଛି ପଞ୍ଚଦଶ ଅଧ୍ୟାୟରେ ଭଗବାନ ଯୋଉ କହିଛନ୍ତି ନାସାଗ୍ରକୁ ଦୃଷ୍ଟି ରଖିବ, ଆଉ ହୃଦୟ ମଧ୍ୟରେ ଚିନ୍ତା କରିବ ଠାକୁରଙ୍କ ରୂପ। ସେଇ ହୁତାସନରେ ସୁବର୍ଣ୍ଣ ସିଂହାସନ ମଧ୍ୟରେ ଅଷ୍ଟଦଳ ପାଖୁଡାରେ ଠାକୁରଙ୍କୁ ଧ୍ୟାନ କରିବ। ତ ମୋର ସେ ସନ୍ଦେହ ମୁଁ କାହା ପାଖରୁ ନିବାରଣ କରିପାରୁନି। ସେ ଗୁରୁ ବୟସ୍କ ହେଇଯାଇଥିଲେ, ଯେ ଗୁରୁଙ୍କ ପାଖକୁ ଥରେ ଯାଇଥିଲି ମୋ ସ୍ୱାମୀଙ୍କ ସହ, କିନ୍ତୁ ତାଙ୍କ ସହ କଥା ହେଇପାରିଲିନି। ତାପରେ ଏବେ ଆସିକି ଢେଙ୍କାନାଳରେ ରହୁଛି। ଯେ ମୋର ଆପଣଙ୍କର ସବୁ ଏପିସୋଡ ଦେଖିକି ମୋର ଟିକେ ମନ ଆପଣଙ୍କୁ ବ୍ୟସ୍ତ କଲି। ଆପଣଙ୍କ ସମୟ ନଷ୍ଟ କରି ମୁଁ ଟିକେ ଆଗରୁ ବି ଚିନ୍ତା କରିଥିଲି ବହୁତ ଦିନ ହେଲାଣି, କିନ୍ତୁ କରେନି। ବାବା ବହୁତ ବ୍ୟସ୍ତ, ସେମାନେ ସାଧୁ ସନ୍ନ୍ୟାସୀ, କଣ ତାଙ୍କୁ ପଚାରିବି। ଏବେ ମନରେ କାହିଁକି ଆସିଲା, ମୁଁ ନାଇଁ ପଚାରିବି ଦିନେ ବାବାଙ୍କୁ। ଆଉ ଗୋଟେ କଥା ମା ଶୁଣ। ଆଜ୍ଞା ଗୋଟେ କଥା ଅଛି, ଯଦ୍ୟପି ଆମର ଗୁରୁ ଶୁଣ୍ଡି ବାଡି ଯାଏ, ତଥାପି ওই ଗୁରୁ ଆମର ନିତ୍ୟାନନ୍ଦ ରାୟ। ଗୁରୁ ନିଷ୍ଠା ନିହାତି ରଖିବା ଦରକାର। ଗୁରୁ ଆଜ୍ଞା କହିଛନ୍ତି ତ୍ରିକୁଟ ବନେଇବା ପାଇଁ, ପୁଣି କାହିଁ ସନ୍ଦେହ କଲୁ ହୃଦୟ ବନେଇବା ପାଇଁ? ଯଦି ନାଇଁ ବାବା ସନ୍ଦେହ ଶୁଣିଥା, ଯଦି ଆଜ୍ଞା ସନ୍ଦେହ ହୁଏ, ସେଇ ସନ୍ଦେହଟା ଗୁରୁଙ୍କୁ ତଦ୍ବିଧି ପଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଶନ୍ତୁ ସେ ଜ୍ଞାନଂ ଜ୍ଞାନେନ ତତୋऽବସ୍ଥିତମ୍। ତେଣୁ ସେଇଟାକୁ ଗୁରୁଙ୍କୁ ପଚାରିକିରି ସନ୍ଦେହ ମୋଚନ କରିବା କଥା। ଯେ ହୃଦୟକୁ ଧ୍ୟାନ କରିବା ପାଇଁ ଭାଗବତ କହୁଛି, ଆପଣ କହୁଛନ୍ତି ତ୍ରିକୁଟକୁ, କାରଣଟା କଣ ଗୁରୁ ବୁଝେଇ ଦେଇଥାନ୍ତେ। ଆଜ୍ଞା ହେଲା କି? ତାର ଆଜ୍ଞା କାରଣ ଶୁଣୁ, ମୁଁ ମଧ୍ୟ ଆମ ଗୁରୁଙ୍କୁ ସେମିତି ପଚାରିଥିଲି। ମୁଁ କହିଲି ଆଜ୍ଞା ବହୁତ ଲୋକ ତ ତ୍ରିକୁଟକୁ ଚାହୁଁଛନ୍ତି, ଆଉ ଆପଣ ଆମକୁ କହୁଛନ୍ତି ନାସାଗ୍ରକୁ ଦୃଷ୍ଟି କରିବା ପାଇଁ, ତାର ପାର୍ଥକ୍ୟଟା କଣ କୁହନ୍ତୁ? ସେଠୁ ସେ ଟିକେ ବିଗିଡିଲେ ସାରିକି ସେ ନାସାଗ୍ରକୁ ଦୃଷ୍ଟି କରୁ କରୁ ବଳେ ତ୍ରିକୁଟକୁ ନଉଥିବ। ତେଣୁ ଗୋଟେ କଥା ହଉଛି, ସେ ତ ସିଧାସଳଖ ତ୍ରିକୁଟକୁ ଦୃଷ୍ଟି କହିଥିଲେ କରିବା ପାଇଁ। ଗୁରୁ ଯଦି କହିଥିଲେ, ଗୁରୁ କୋଉ ମାର୍ଗରେ କହିଥିଲେ ମୁଁ ଜାଣିନି। ତାପରେ ସେ କଥାରୁ ମୁଁ ଯାହା ବୁଝୁଛି, ସେ ଆଜ୍ଞା ତମକୁ କର୍ମକାଣ୍ଡ ମାର୍ଗରୁ ସବୁ ଦେଇଛନ୍ତି। ହେଲା, ସେଟା ଯୋଗ ମାର୍ଗ ନୁହଁ। ଆଜ୍ଞା ହେଲା, ଆଚ୍ଛା। ତାପରେ ଗୋଟେ କଥା ହଉଛି, ତମେ ହୃଦୟରେ ଅଷ୍ଟଦଳ ପଦ୍ମକୁ ଚିନ୍ତା କର ବା ତ୍ରିକୁଟରେ 2 ଦଳ ପଦ୍ମକୁ ଚିନ୍ତା କର। ତମେ ଯୋଉଠି ଚିନ୍ତା କରିବ କିଛି ମନା ନାହିଁ। ତମେ ଆଗେ ମନଟାକୁ ତମେ ଦୃଷ୍ଟିରେ ସ୍ଥିର କର ଆଗ ତ୍ରାଟକ ଯୋଗରେ। ହେଲା, ତେଣୁ ମନ ସ୍ଥିର କରିବା ପାଇଁ ଆଗେ ଗୁରୁ ତମକୁ କଣ ଉପାୟ ଦେଇଛନ୍ତି ମୁଁ ତ ଜାଣିନାହିଁ। ଧ୍ୟାନ ଦେଖ, ଗୋଟେ କଥା ହଉଛି ଯେ ମୁଁ ଅ ଆ ଜାଣିନାହିଁ, ମତେ ବର୍ଣ୍ଣବୋଧ ଚିଠି ଲେଖେଇବା କଥା ଶିଖଉଛନ୍ତି। କୋଉ ବାଟେ ହବ? ସେ ଗୁରୁ ସବୁ ସେଇଆ। ସେ କରୁଛନ୍ତି କଣ, ଯେ ମୂଳ ପାଠ ଟିକେ ନ କହିକିରି ପୁରା ଅଗଟାକୁ କହିଦଉଛନ୍ତି। ଅଗଟାକୁ କହିଦେଲେ ମୂଳଟା ମୋର ଖଇଚିଆ ଅଛି, ଅଗଟାକୁ କହିଦେଲେ ହବ କୋଉ ବାଟେ? ସେଗୁଡା ସବୁ ନହବା କଥା। କଣ ଆଜ୍ଞା ବୁଝିଲ ନା? ବାବା ହବା ଆଜ୍ଞା ପାଇଁ ହେଲେ ପ୍ରକୃତିରୁ ମୂଳରୁ ସବୁ କାମ କରିବା ପାଇଁ ପଡେ। ମୂଳରୁ ପାହାଚ ଉଠି ଉଠି ଯିବା ପାଇଁ ପଡେ। ଆଜ୍ଞା ବାବା ତେଣୁ ପ୍ରଥମ କଥା ହେଲା, ଆଜ୍ଞା ଆଗେ ମନକୁ ସ୍ଥିର କର। ମନକୁ ସ୍ଥିର କରିବା ପାଇଁ ଉପାୟ ଅଛି। ଯଦି ଉପାୟ ତମେ ନ କରିଛ, କି ଗୁରୁ ଯାହା କରୁଛ, ମନ ସ୍ଥିର କରିବା ପାଇଁ ଗୋଟେ ଜିନିଷ ହଉଛି ତ୍ରାଟକ ଯୋଗ। ସେ ତ୍ରିକୁଟ ହଉ ହୃଦୟ ଯୋଉଠି ହଉ, ମନ ପ୍ରଗାଢ ଚିନ୍ତା ଯଦି ଗୁରୁଙ୍କୁ କରିପାରିବ, ନାମ ସ୍ମରଣ କରିକିରି ମନ ଧୀରେ ଧୀରେ ଆୟତ ହବ। ସେ ବହୁତ ସମୟ ସାପେକ୍ଷ। ଆଉ କରିପାରିଲେ ହବ, ନ କରିପାରିଲେ କିଛି ହେଇପାରିବନି। ଆଜ୍ଞା ବାବୁ, ଏଇ ତ କଳି ଯୁଗ। ଆମେମାନେ ତ ଅଳ୍ପ ସମୟର ଯାତ୍ରୀ। ଆଉ ତେଣୁ ଟିକେ ସରଳ ମାର୍ଗରେ ଆପଣ ମତେ କଣ ଟିକେ କୁହନ୍ତୁ। ଆପଣ ସେ ସର୍ବ ମାର୍ଗ ହେଲେ ସିଏ ପୁଣି ତମକୁ ପୁଣି ସେ ମାର୍ଗ ଛାଡିକି ଆଉ ଆମ ମାର୍ଗକୁ ଆସିବା ପାଇଁ ପଡିବ, ଯଦି ତମେ ଚାହିଁବ। ତାର ଆଜ୍ଞା କାରଣ ବାବା କଣ ନା, ସେଟା ହଉଛି କର୍ମକାଣ୍ଡ, ଆମର ହଉଛି ଜ୍ଞାନ କାଣ୍ଡ। ଆଜ୍ଞା ବାବା ତେଣୁ ଆମର ଜ୍ଞାନ ସାଧନା ହଉଛି ମୂଳ। ଆମ ସରଳ ବାଟ ଯଦିଓ ଅଛି, ସରଳ ବା ସୂତ୍ର ଅଛି, କିନ୍ତୁ ତମେ ତାକୁ ଜଣେ ଗୁରୁକୁ କରିଛ, ଆମେ କେମିତି କାହିଁ କହିବୁ ତାଙ୍କୁ ମିଛା କଥା? ଗୁରୁ ଯଦି ଠିକ ମନ୍ତ୍ର ଦେଇଛନ୍ତି, ତମେ ସେ ମନ୍ତ୍ରଟାକୁ ମନନ କର। ଆଜ୍ଞା ବାବା, ସେ ମନ୍ତ୍ର ଦେଇଛନ୍ତି ଯେ, ମନ୍ତ୍ର ଦେଇଛନ୍ତି ସେ ଯୋଉ ଧ୍ୟାନ କରିବ, ଧ୍ୟାନ କରିକି ଜପ କରିବ, ସୋହମ୍ ହମ୍ ସହ।
ଜପ କରିବା ପାଇଁ କହିଛନ୍ତି। ସୋହମ ହଂସ ଜପ କରିବ, ଏ ସବୁ କର୍ମ ସେ ଉପରେ ଗୁରୁ ଲେଖି ଶୁଣ ଦେଇଛନ୍ତି। ମୁଁ କହିସାରେ, ଯୋଉ ଆଜ୍ଞା ଯାହାକୁ ତମେ ଗୁରୁ କରୁଛ ସେ ଆଜ୍ଞା ଗୁରୁ ବାବା। କିଛି ଜାଣନ୍ତି ନାହିଁ, ବୁଝିଲେ। ଆଜ୍ଞା ସେ କେବଳ ବହି ପଢା ଗୁରୁ। ଆଉ କେବଳ ଶାସ୍ତ୍ର ଫାସ୍ତ୍ର ପଢିକି ମେଞ୍ଚେ କଣ ଜାଣିଛନ୍ତି, ତାଙ୍କର ପ୍ରାକ୍ଟିକାଲ ଜ୍ଞାନ କିଛି ନାହିଁ। ବୁଝିପାରୁଛନ୍ତି, ଯଦି ଆଜ୍ଞା ପ୍ରାକ୍ଟିକାଲ ବାବା। ଜ୍ଞାନ ଥାନ୍ତା ଏମିତି ଜପ ମପ କରିନଥାନ୍ତେ। ଯାହା ମୁଁ ତମ କଥାରୁ ମୁଁ ଯାହା ବୁଝୁଛି ହେଲା, ଆଜ୍ଞା ବାବା। ସେ ସବୁ କି ବାଟରେ ଗୁରୁ ନୁହନ୍ତି। ବହୁତ ଗୁରୁ ତ ମୋ ପାଖକୁ ବହୁତ ଲୋକ ବି ଆସୁଛନ୍ତି ଏଇଭଳିଆ। ଏମିତି ଆଜ୍ଞା ସବୁ ଅପଥଗାମୀ ଗୁରୁ, ସିଧାସଳଖ ଏଇଆ କହିଦିଅ ଏମିତି ହେଇଯିବ, ଏତେ ସହଜ ନୁହେଁ। କିଏ କୋଉ ମାର୍ଗରେ କଣ ଦଉଛନ୍ତି, କିନ୍ତୁ ବିଷମର ବାବା କହୁଛି ପ୍ରକୃତ ମାର୍ଗ ବାଟ ଧରିକି ଚାଲ ତମେ ପାଇବ। ବାଟରେ ବଣରେ ପଶିଯିବ, ମୁଁ ଅ ଆ ଶିଖିନି ମତେ ପୁରା ମୁଁ ବା ସେଟା ମୂଳରୁ କହିଲି ମୁଁ ଅ ଆ ଜାଣିନି ମତେ ବର୍ଣ୍ଣବୋଧ ପଢିବା ପାଇଁ ତମେ ବସିବ। ଅକ୍ଷର ଜାଣିନି ପଢିବି କେମିତି? ଯୋଉ ଧ୍ୟାନ କଥା ଗୁରୁ ତମକୁ ଯୋଉ ଗୁରୁ କହିଲେ, ଆଜ୍ଞା ଧ୍ୟାନ ଆମର ପାତଞ୍ଜଳ ଯୋଗ ଦର୍ଶନ କହୁଛି ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି। ତେଣୁ ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ, ଧ୍ୟାନ ଯାଇକି ସପ୍ତମ ଶ୍ରେଣୀ ପାଠ। ତମେ ଗୋଟେ ଯମ ନିୟମ କରି ଶିଖିନା କି ତମେ ଗୋଟେ ଆସନ ସିଦ୍ଧି କରିନା, କେମିତି ଯିବ? ଗୀତା ସହନ ଗୀତା ଶ୍ୱାସ ଆମର ଭାଗବତ କହୁଛି ପ୍ରଥମେ ଆସନ ଆଉ ଶ୍ୱାସକୁ ଜୟ କର, ତାପରେ ଯୁଆଡକୁ ଯିବ। ତେଣୁ ଯେକୌଣସି ଗୋଟେ ଆସନରେ ଦୀର୍ଘ ସମୟ ବସିକରି ଗୁରୁ ନାମକୁ ସ୍ମରଣ କର, ଯାହାକୁ ଦେଇଛନ୍ତି ଜପ କର ଅଜପ କର ଯାହା କର ଟିକେ ଟିକେ କରୁଥା। ଯଦି ସେ ବାଟରେ ଠିକ ବାଟ ସରଳି ବାଟ ପାଉନା, ତାହେଲେ ବାଟ ଅଛି ଆସିଲେ ମୁଁ କହିଦେବି ଆଉ। ଆଜ୍ଞା ବାବା। ବାବା ଆଉ ସବୁ ଗୋଟେ ସନ୍ଦେହ ରହିଛି। ଆପଣଙ୍କ ଇଏରୁ ଦେଖିକି ଯାହା ଜାଣୁଛି, ଆପଣ ଏପିସୋଡ ଦେଖୁଛି ତ। ଆପଣ ଜଣକୁ କହୁଥିଲେ ତାଙ୍କର ପେଟ ଖରାପ, ଯେ ଅପଢା ଗାୟତ୍ରୀ ଜପ କରିବାକୁ କହିଥିଲେ 3 ଥର। ଇଏରେ ବିରାସନରେ ବସି ବଜ୍ରାସନରେ ବସିକି 3 ଥର ସକାଳେ, 2 ପହର, ସନ୍ଧ୍ୟା 3 ଥର ଅପଢା ଗାୟତ୍ରୀ ଜପ କରିବା। ଅପଢା ଗାୟତ୍ରୀ କଣ? ଆମେ ଗାୟତ୍ରୀ ତ ଜାଣୁଛୁ ଏଇ ଗାୟତ୍ରୀ ମନ୍ତ୍ର। ମୁଁ ମା ସେ ବିଷୟରେ କିଛି ଜାଣିନାହିଁ, କେବଳ ଗୋଟିଏ ପୋଥିରେ ଗାୟତ୍ରୀଟି ଲେଖା ହେଇଥିଲା। ଆଜ୍ଞା ଯଦି ବା। ଲେଖା ହେଇଥିଲା, ମୁଁ ଜଗନ୍ନାଥ ସମାଜର ମଙ୍ଗଳ ପାଇଁ ମୁଁ ତ ଯାହା ଦେଖେ ଲୋକମାନଙ୍କୁ ଭୋଟ ଦେଇଦିଏ, ମୁଁ ଛାଡ଼ିଦିଏ। ସେ ଅପଢା ଗାୟତ୍ରୀ ଛାଡେ, ବର୍ତ୍ତମାନ ଏଇ ଯେହେତୁ ଯଦି ତୁ ଏକଥା କହିଲୁ ମୁଁ ତତେ ଗୋଟେ ଉପଦେଶ ଦଉଛି। ତୁ ମନ ସ୍ଥିର କରିବା ପାଇଁ ପ୍ରଥମେ ଗୋଟିଏ ମନ୍ତ୍ର ଜପ କର। ଜପ କଥା ଯଦି କହିଲୁ ହେଲା, ମନ ସ୍ଥିର କରିବା ପାଇଁ ଗୋଟେ ମନ୍ତ୍ର ଜପ। ମତେ ବି ସେ ସାଧୁ ଦେଇଥିଲେ, ମୁଁ ବି ତାକୁ ରଖୁଥିଲି, ତାକୁ ବି ଛାଡି ଦେଇଛି। ତାକୁ ସେ କଥା ନ କହି ମୁଁ ସ୍ମରଣ ଶକ୍ତି ବୃଦ୍ଧି ପାଇବି ମୁଁ ଲେଖିକି ଲୋକଙ୍କୁ ଛାଡି ଦେଇଛି। କିନ୍ତୁ ସେ ମନ୍ତ୍ରରେ ଚକ୍ଷୁ ସ୍ଥିର ଆଉ ମନ ସ୍ଥିର ହେଇଯିବ। ମନ ସ୍ଥିର ଚକ୍ଷୁ ସ୍ଥିର ହେଲା ପରେ, ଆଉ ସବୁ ଗୁଡାକ ବଳେ ହେଇଯିବ ହେଲା। ଆଜ୍ଞା ବାବା। ତାକୁ ଯଦି କହିବୁ କର। ତାପରେ କୋଉଠୁ କହୁଛୁ ତୁ? ଆଜ୍ଞା ବାଙ୍କି, କଟକ ଜିଲ୍ଲା ବାଙ୍କି। କେତେବେଳେ ଏଠିକି ଆସିଲେ ଫୋନରେ ସେସବୁ କଥା କିଛି କୁହାଯାଏ। ଆଜ୍ଞା ବାବା ମୁଁ ଜାଣୁଛି ଆଜ୍ଞା। ଆସିଲେ ମୁଁ ତତେ କଣ କହିବା କଥା ଯାହା ଦେଖା ହବ କହିବି ଆଉ। ଏଇଆ ବା, ମୁଁ ସେଇ ଆସନରେ ଏଣିକି ତ ଆଣ୍ଠୁ ହେଲାଣି ଯେ ଆଉ ଭଲରେ ବସି ପାରୁନି, ପଦ୍ମାସନ କରିପାରୁନି। କିଛି ସେଇ ବସିବା ସମାନ ଦରକାର ନାହିଁ, କିଛି ବସିବା ଦରକାର ନାହିଁ, ଖାଲି ସବୁବେଳେ ମନ ନ କର। ଆଜ୍ଞା ବାବା, ଆପଣ ତ କାହିଁକି ନା ଏପିସୋଡରେ ସେଇଆ କହୁଛନ୍ତି। ଗୋଟେ କଥା ଶୁଣ, ଯେ ଆଜ୍ଞା ବୁଢା ଛୁଆ ପକ୍ଷେ ଶିକ୍ଷାଟି ହୁଏ ନାହିଁ ସମ୍ଭବ, ସେହିପରି ବୃଦ୍ଧ ବୟସ ଧର୍ମ କଥା ଜାଣିବ। ବୟସ ହେଇଗଲା ପରେ ଯଦି ଟୋକା ବେଳରୁ ଠାକୁର ଆମର କହିଲେ ଟୋକା ବେଳୁ କରେ ଜଣା। ସେ ଟଳ ଟଳ ପ୍ରଭୁ ମୋହିବି ଟୋକା ବେଳୁ କରେ ଜଣା। ତେଣୁ ଆମେ ତଳ ନଉଛି ସ୍ଥିର ଆସନ ସ୍ଥିର ଚିତ ଏଗୁଡା ସବୁ ପିଲା ବେଳରୁ କରାଯାଏ। ଆମର ଯେହେତୁ ବୟସ ହେଇଗଲା, ଆମେ ତେଣୁ ତାକୁ ଆଉ ନ କରିକିରି ଆମେ ସିଧାସଳଖ ମନ ନ କରିବା ପାଇଁ ଫର୍ମୁଲାଟି ନେଇକି ଜୀବନ ସାରା ବସିକି ମନନ କର, ମଲା ବେଳେ ତମେ କେମିତି ଦର୍ଶନ ମିଳିବ ଗୁରୁଙ୍କର। ଏତିକି ଆଜ୍ଞା ମିଳିଯାଉ ଆଉ କିଛି ଦରକାର ନାହିଁ। ଆଜ୍ଞା ବାବା, ଆପଣଙ୍କ ଆଶୀର୍ବାଦ, ଆପଣଙ୍କ କଥା। କେତେବେଳେ ତୋ ବରକୁ ନେଇକି ଆସିଲେ ଆମେ କଥା ହବା ଆଉ କଣ ହଉ। ଆଜ୍ଞା ବାବା, ରହୁଛି ଶତକୋଟି ପ୍ରଣାମ।